ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ। ଦେଶର ମଙ୍ଗଳ ପାଇଁ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବିଜେପି ନିର୍ବାଚନ ପରିଚାଳନା କମିଟିର ପ୍ରଥମ ବୈଠକ ଦିଲ୍ଲୀଠାରେ ଚାଲିଛି। ଗୁଲିଆନବାରେ ସିଣ୍ଡ୍ରୋମ୍ ଯୋଗୁଁ ମୁମ୍ବାଇରେ ଜଣଙ୍କର ପ୍ରାଣହାନୀ। ଚୀନର କ୍ୱିଙ୍ଗଦାଓଠାରେ ଚାଲିଥିବା ଏସିଆ ମିକ୍ସ ଟିମ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ରେ ଭାରତ ତାର ପ୍ରଥମ ମ୍ୟାଚ୍ରେ ମାକାଉ ବିପକ୍ଷରେ ବିଜୟୀ। ଏବଂ ଅହମ୍ମଦାବାଦ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତର ବ୍ୟାଟିଂ ଜାରି। ଦେଶର ମଙ୍ଗଳ ପାଇଁ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଫ୍ରାନ୍ସର ପ୍ୟାରିସ୍ଠାରେ ଏଆଇ ଆକ୍ସନ୍ ସମ୍ମିଳନୀରେ ଗୁଗଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ସୁନ୍ଦର ପିଚାଇଙ୍କ ସହ ଏକ ସାକ୍ଷାତ ଅବସରରେ ସେ ଏହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଭାରତରେ ପୁଞ୍ଜିନିବେଶ କରିବା ଲାଗି ବିଶ୍ୱକୁ ଆହ୍ୱାନ ଦେଇଥିବା ବେଳେ ଦେଶର ଯୁବଶକ୍ତିକୁ ପ୍ରଯୁକ୍ତି ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଅବସରରେ ଶ୍ରୀ ପିଚାଇ କହିଛନ୍ତି ଯେ ଏହି ବୈଠକ ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଗୁଗଲ ସିଇଓ କହିଛନ୍ତି ଭାରତରେ ଏଆଇ କ୍ଷେତ୍ରରେ ଅତୁଲ୍ୟ ସମ୍ଭାବନା ଥିବା ନେଇ ଉଭୟ କଥାବାର୍ତ୍ତା କରିଛନ୍ତି। ଭାରତର ଡିଜିଟାଲ ରୂପାନ୍ତରଣ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଶ୍ରୀ ପିଚାଇ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଦିଲ୍ଲୀ ବିଜେପି ନିର୍ବାଚନ ପରିଚାଳନା କମିଟିର ପ୍ରଥମ ବୈଠକ ଏବେ ଦିଲ୍ଲୀଠାରେ ଚାଲିଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଏବଂ ଦଳର ଦିଲ୍ଲୀ ନିର୍ବାଚନ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା ଓ ଅଲକା ଗୁଜର ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ଏଥିରେ ସାଂସଦ ରାମବୀର ସିଂ ବିଧୁରୀ, ବାନ୍ସୁରୀ ସ୍ୱରାଜ, ପ୍ରବୀଣ ଖଣ୍ଡେଲୱାଲ, ହର୍ଷ ମାଲହୋତ୍ରା, ବିଷ୍ଣୁ ମିତ୍ତାଲଙ୍କ ସମେତ ଅନ୍ୟାନ୍ୟ ବିଜେପି ନେତାମାନେ ଯୋଗ ଦେଇଛନ୍ତି। ଦେଶରେ ଚଳିତ ବର୍ଷ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ 17,78,000 କୋଟି ଟଙ୍କାରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରତ୍ୟକ୍ଷ ଟିକସ ଆଦାୟ 19% ଅଧିକ ହୋଇଛି। ବ୍ୟକ୍ତିଗତ କ୍ଷେତ୍ରରେ 9,47,000 କୋଟି ଟଙ୍କାରୁ ଅଧିକ ଏବଂ କର୍ପୋରେଟ୍ ଟିକସ ବାବଦରେ 7,78,000 କୋଟି ଟଙ୍କା ଆଦାୟ ହୋଇଥିବା ସିବିଡିଟି ପକ୍ଷରୁ ସୂଚନା ମିଳିଛି। ସନ୍ଥ ରବିଦାସ ଜୟନ୍ତୀ ଅବସରରେ ଆଜି ସଂସଦର ଉଭୟ ଗୃହର ଅଧିବେଶନକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲିଠାରୁ ରାଜ୍ୟସଭାରେ କେନ୍ଦ୍ରୀୟ ବଜେଟ୍ ସଂକ୍ରାନ୍ତ ଆଲୋଚନା ଜାରି ରହିବ। ଗତକାଲି ବିଭିନ୍ନ ଦଳର ସଦସ୍ୟ ବଜେଟ୍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଥିଲେ। ବିଜେପିର ଭଗବତ କରାଡ଼ କହିଥିଲେ ସରକାରଙ୍କ ସକ୍ରିୟ ପଦକ୍ଷେପ ଯୋଗୁଁ ବିତ୍ତୀୟ ନିଅଣ୍ଟ 0.04% ହ୍ରାସ ପାଇଛି। ଏନ୍ସିପିର ପ୍ରଫୁଲ୍ଲ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି କହିଥିଲେ। ସୁଦୃଢ଼ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଚାଲିଥିବା ସେ କହିଛନ୍ତି। ଶୀତ ଋତୁରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ଭଳି ଧାନ ଅମଳ ପରେ ଅବଶିଷ୍ଟାଂଶର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ଉପରେ ସଂସଦୀୟ କମିଟି ସୁପାରିଶ କରିଛି। ରାଜ୍ୟସଭାରେ ଉପସ୍ଥାପିତ ଏହି ରିପୋର୍ଟରେ ଏ ସଂକ୍ରାନ୍ତ ବ୍ୟବସ୍ଥା ସ୍ଥାପନ କରିବାକୁ କମିଟି ପରାମର୍ଶ ଦେଇଛି। ଖରିଫ ଅମଳ ଋତୁ ପୂର୍ବରୁ ମୂଲ୍ୟ ସମୀକ୍ଷା କରାଯାଇ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ଉପରେ କମିଟି ଗୁରୁତ୍ୱ ପ୍ରଦାନ କରିଛି। ପ୍ରତିକୂଳ ପାଣିପାଗ, ବାଣ ଫୁଟାଇବା, ଯାନବାହନ ଧୂଆଁ ଏବଂ ଅନ୍ୟାନ୍ୟ ସ୍ଥାୟୀ ପ୍ରଦୂଷଣ ଉତ୍ସଗୁଡ଼ିକ ଦ୍ୱାରା ବାୟୁର ଗୁଣବତ୍ତା ସ୍ତରରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଉଛି। ପଞ୍ଜାବ ଏବଂ ହରିୟାଣାରେ ଧାନର ଅବଶିଷ୍ଟାଂଶ ପୋଡ଼ିବା ଘଟଣା ଯୋଗୁଁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସ୍ତର ନିମ୍ନଗାମୀ ହେଉଛି ବୋଲି କମିଟି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁଲିଆନବାରେ ସିଣ୍ଡ୍ରୋମ୍ ଯୋଗୁଁ ମୁମ୍ବାଇରେ ଜଣଙ୍କର ମୃତ୍ୟୁ ଘଟିଛି। ବ୍ରିହାନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତକାଲି 53 ବର୍ଷୀୟ ଜଣେ ବ୍ୟକ୍ତିଙ୍କର ଏଥିଯୋଗୁଁ ପ୍ରାଣହାନୀ ଘଟିଛି। ଗୋଡ଼ ଦୁର୍ବଳ ହୋଇଯାଉଥିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜାନୁଆରୀ ମାସ 23 ତାରିଖରେ ନାୟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ପ୍ରଥମେ ଆଇସିୟୁ ଓ ପରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା। ତାଙ୍କଠାରେ ଗୁଲିଆନବାରେ ଲକ୍ଷଣ ଦେଖାଯାଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ସମ୍ପୃକ୍ତ ରୋଗୀଙ୍କଠାରେ ଜ୍ୱର କିମ୍ବା ଡାଇରିଆ ଥିବାର ଲକ୍ଷଣ ଦେଖାଯାଇ ନଥିଲେ ମଧ୍ୟ ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଡାକ୍ତର ଜାଣିବାକୁ ପାଇଥିଲେ।
ହସ୍ପିଟାଲ ପକ୍ଷରୁ ପୁଣି କୁହାଯାଇଛି ଏଭଳି ଲକ୍ଷଣ ଥିବା ଜଣେ 16 ବର୍ଷୀୟ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି। ବ୍ରିହାନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ କହିଛି ଯେ ଏଭଳି ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା କରିବା ଲାଗି ସରକାରୀ ଡାକ୍ତରଖାନା ଏବଂ ମେଡିକାଲ କଲେଜରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ମାଘ ପୂର୍ଣ୍ଣିମା ସ୍ନାନ ଚାଲିଛି। କଳ୍ପବାସ ରୀତିନୀତି ପାଳନ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହି ସ୍ନାନର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି। ପରମ୍ପରା ଅନୁଯାୟୀ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରୟାଗରାଜଠାରେ ସଙ୍ଗମରେ କଳ୍ପବାସ ରୀତିନୀତି ପାଳନ କରିବା ଦ୍ୱାରା ବହୁ ବର୍ଷ ତପସ୍ୟାର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ 10 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କଳ୍ପବାସ ନୀତି ପାଳନ କରିଛନ୍ତି। ଆଜିର ସ୍ନାନ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତ ମାସ 13 ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଏପର୍ଯ୍ୟନ୍ତ 46 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି ବୋଲି ଆମ ସମ୍ବାଦଦାତା କହିଛନ୍ତି। ଖେଳ ଖବର ବ୍ୟାଡମିଣ୍ଟନ। ଚୀନର କୁଇଙ୍ଗଡାଉଠାରେ ଚାଲିଥିବା ଏସିଆ ମିକ୍ସଡ ଟିମ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ 2025ରେ ମାକାଓ ବିପକ୍ଷରେ ଭାରତ 5-0 ସେଟ୍ରେ ବିଜୟ ଲାଭ କରି ଅଭିଯାନ ଆରମ୍ଭ କରିଛି। ମିକ୍ସଡ ଡବଲ୍ସରେ ଭାରତର ସତୀଶ କୁମାର କରୁଣାକରନ୍ ଓ ଆଧ୍ୟା ଭାରିୟାତ ଯୋଡ଼ି ପ୍ରାରମ୍ଭିକ ପର୍ଯ୍ୟାୟରେ ମାକାଉର ୟୋକ୍ ଚୋଙ୍ଗ ଲିଓଙ୍ଗ ଓ ୱେଙ୍ଗ ଜି ନିଙ୍ଗ ଯୋଡ଼ିଙ୍କୁ 21-10, 21-9 ସେଟ୍ରେ ପରାସ୍ତ କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସରେ ଭାରତର ଲକ୍ଷ୍ୟ ସେନ୍ ଚୀନର ପାଙ୍ଗ ପୋଙ୍ଗ ପୁଇଙ୍କୁ 21-16, 21-12 ସେଟ୍ରେ ହରାଇ ଦେଇଛନ୍ତି। ମହିଳା ସିଙ୍ଗଲ୍ସରେ ଭାରତର ମାଳବିକା ବୋନସଦ ଚୀନର ହାଓ ୱିନ୍ ଚାନ୍ଙ୍କୁ 21-15, 21-9 ସେଟ୍ରେ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସରେ ଏମ୍.ଆର୍. ଅର୍ଜୁନ ଓ ଚିରାଗ ସେଟ୍ଟି ଚୀନର ଚିନ୍ ପୋନ୍ ପୁଇ ଓ କୋକୱେଲ ୱେନ୍ ଭୋଇକୁଙ୍କୁ 21-15, 21-19 ସେଟ୍ରେ ପରାସ୍ତ କରିଛନ୍ତି। ଅନୁରୂପ ଭାବେ ମହିଳା ଡବଲ୍ସରେ ତ୍ରିଶା ଜୁଲି ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ଚୀନର ଏନ୍ଜି ୱେଙ୍ଗଚି ଓ କୁଇଚି ୱାଙ୍ଗ ଯୋଡ଼ିଙ୍କୁ 21-10, 21-5 ସେଟ୍ରେ ହରାଇ ଦେଇଛନ୍ତି। ଏହି ବିଜୟ ପରେ ଭାରତ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ ବିଜେତା ହେବା ଲାଗି ସେମାନେ କୋରିଆ ସହ ମୁକାବିଲା କରିବେ। ଦଳଗତ ଖେଳରେ ଭାରତ 2022 ଟମାସ କପ୍ ଗୋଲ୍ଡ ଏବଂ 2024 ବ୍ୟାଡମିଣ୍ଟନ ଏସିଆ ଟିମ୍ ସିଲଭର ବିଜେତା ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏସିଆ ମିକ୍ସ ଟିମ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି। କ୍ରିକେଟ। ତିନିଟିକିଆ ଭାରତ ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ଚାଲିଛି। ଟସ୍ ଜିତି ଇଂଲଣ୍ଡ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 3 ଓଭରରେ 1 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଅଧିନାୟକ ରୋହିତ ଶର୍ମା ଆଉଟ୍ ହୋଇଛନ୍ତି। ବିରାଟ କୋହଲି ଏବଂ ଶୁଭମନ ଗିଲ୍ କ୍ରିଜ୍ରେ ଅପରାଜିତ ଅଛନ୍ତି। ସୂଚନାଯୋଗ୍ୟ ପୂର୍ବ ଦୁଇଟି ଯାକ ମ୍ୟାଚ୍କୁ ଜିତି ଭାରତ 2-0ରେ ସିରିଜକୁ ଅକ୍ତିଆର କରିସାରିଛି। ଭାରତୀୟ କ୍ରିକେଟ ଦଳର ତାରକା ବୋଲର ଯଶପ୍ରୀତ ବୁମରା ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗିତା ଖେଳିବେ ନାହିଁ। ପିଠି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଜାତୀୟ ମନୋନୟନ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବୁମରାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି। ଇଂଲଣ୍ଡ ବିପକ୍ଷ ଚଳିତ ଦିନିକିଆ କ୍ରିକେଟ ସିରିଜରେ ହର୍ଷିତ ପ୍ରଥମ 2ଟି ମ୍ୟାଚ୍ରେ 4ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଦଳରେ ସ୍ପିନ୍ ବୋଲର ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଯଶସ୍ୱୀ ଜୟସ୍ୱାଲ, ମହମ୍ମଦ ସିରାଜ ଏବଂ ଶିବମ୍ ଦୁବେଙ୍କ ବିକଳ୍ପ ଭାବେ ଦଳରେ ସ୍ଥାନ ମିଳିଛି। ଆବଶ୍ୟକ ସ୍ଥଳେ ସେମାନେ ଦୁବାଇ ଗସ୍ତ କରିବେ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତା 20 ତାରିଖରୁ ବାଂଲାଦେଶ ବିପକ୍ଷରେ ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗିତା ଅଭିଯାନ ଆରମ୍ଭ କରିବ। 23 ତାରିଖରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତ ଗ୍ରୁପ ଏ ପର୍ଯ୍ୟାୟର ଶେଷ ଲିଗ୍ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ମାର୍ଚ୍ଚ 2 ତାରିଖରେ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ମଙ୍ଗଳ ପାଇଁ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବିଜେପି ନିର୍ବାଚନ ପରିଚାଳନା କମିଟିର ପ୍ରଥମ ବୈଠକ ଦିଲ୍ଲୀଠାରେ ଚାଲିଛି। ଗୁଲିଆନ ବାରେ ସିଣ୍ଡ୍ରୋମ୍ ଯୋଗୁଁ ମୁମ୍ବାଇରେ ଜଣଙ୍କର ପ୍ରାଣହାନୀ ଏବଂ ଅହମ୍ମଦାବାଦ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ରେ ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ ଇନ୍ କରିପାରିବେ।